ନମସ୍କାର ଓଡ଼ିଶା। ଆଜି ହେଉଛି ଡିସେମ୍ବର 26 ତାରିଖ ଶୁକ୍ରବାର। ଆଜିର ପାଣିପାଗ ଅପଡେଟ୍ ଭିଡ଼ିଓ ଆସିଯାଇଛି। ତେବେ ଆପଣମାନଙ୍କୁ ଗୋଟିଏ ରିକ୍ୱେଷ୍ଟ, ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣମାନେ ସର୍ବପ୍ରଥମେ ଆସିଛନ୍ତି ତାହେଲେ ସବସ୍କ୍ରାଇବ୍ କରିକି ରଖନ୍ତୁ। ପାଖରେ ଥିବା ବେଲ୍ ଆଇକନକୁ ଦବାଇ ରଖନ୍ତୁ, ଯାହାଫଳରେ ଆପଣମାନେ ନୂଆ ନୂଆ ଅପଡେଟ୍ ଭିଡ଼ିଓ ସର୍ବପ୍ରଥମେ ପାଇପାରିବେ। ଆଉ ତାହା ସହିତ ନିଜ ବନ୍ଧୁମାନଙ୍କ ପାଖକୁ ନିହାତି ଭାବରେ ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ନୂଆ ନୂଆ ଅପଡେଟ୍ ଭିଡ଼ିଓ ସର୍ବପ୍ରଥମେ ପାଇପାରିବେ। ଆଜି କେଉଁ କେଉଁ ଜିଲ୍ଲାରେ ପାଗ କିଭଳି ରହିବ, ଆଉ ଆଜି କେଉଁ କେଉଁ ଜିଲ୍ଲାରେ ପ୍ରବଳ ଶୀତ ହେବ, ଆଉ କେଉଁ କେଉଁ ଜିଲ୍ଲାରେ ହାଡ଼ଭଙ୍ଗା ଶୀତ ହେବ, ଏହା ଜାଣିବା ପାଇଁ ଆପଣମାନେ ରିକ୍ୱେଷ୍ଟ କରୁଛି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ତାପମାତ୍ରା କମିଥିବାରୁ ଓଡ଼ିଶାରେ ଥଣ୍ଡା ଏବଂ କୁହୁଡ଼ି ଜାରି କରିଛି। ଗତ 24 ଘଣ୍ଟା ମଧ୍ୟରେ 9 ଜିଲ୍ଲା ତାପମାତ୍ରା 10 ଡିଗ୍ରୀ ତଳେ ରେକର୍ଡ କରାଯାଇଛି। କୋରାପୁଟରେ ସର୍ବନିମ୍ନ ତାପମାତ୍ରା 6.1 ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି ଏବଂ ରାଉରକେଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ସମ୍ବଲପୁର, ହୀରାକୁଦ, ଢେଙ୍କାନାଳ, ସୋନପୁର, ଫୁଲବାଣୀ, ଝାରସୁଗୁଡ଼ା, କୋରାପୁଟ, ଭବାନୀପାଟଣା ଏବଂ ବାରିପଦା ମଧ୍ୟରେ ହାଲୁକା କୁହୁଡ଼ି ରେକର୍ଡ କରାଯାଇଛି। ଝାରସୁଗୁଡ଼ା ଏବଂ ସେମଲିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା 6 ଡିଗ୍ରୀ ରହିଛି। ତାହା ସହିତ ପାହାଡ଼ିଆ ଅଞ୍ଚଳ ଥଣ୍ଡା ଏବଂ କୁହୁଡ଼ି ଯୋଗୁଁ ଅନେକ ଦୁର୍ଘଟଣାରେ କରିଛି। ସକାଳୁ ସକାଳୁ ଯାତ୍ରା କରିବା ସମୟରେ ସତର୍କ ରୁହନ୍ତୁ। ଭୁବନେଶ୍ୱର ପାଣିପାଗ ସ୍ଥିତ ଅଞ୍ଚଳ କେନ୍ଦ୍ରରୁ ଆଜିର ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଆଜି ମୋଟ 6ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ କରାଯାଇଛି। ଏହା ସହିତ 6ଟି ଜିଲ୍ଲାରେ ଭୀଷଣ ଶୀତ ଏବଂ ଘନ କୁହୁଡ଼ି ଦେଖିବାକୁ ମିଳିବ। 21ଟି ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତି ହେବ। ଏହା ସହିତ ରାଜ୍ୟର ସମୁଦାୟ 30ଟି ଜିଲ୍ଲାରେ ପାଗ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରାଯାଇଛି ପାଣିପାଗ କେନ୍ଦ୍ରରୁ। ଦର୍ଶକ ବନ୍ଧୁ, ଆପଣମାନଙ୍କୁ ରିକ୍ୱେଷ୍ଟ କରୁଛି, ଭିଡ଼ିଓକୁ ଏବେ ପର୍ଯ୍ୟନ୍ତ ଲାଇକ୍ କରିନାହାନ୍ତି ତାହେଲେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣମାନେ ନୂଆ ଆସିଛନ୍ତି ତାହେଲେ ସବସ୍କ୍ରାଇବ୍ କରିକି ରଖନ୍ତୁ। ପାଖରେ ଥିବା ବେଲ୍ ଆଇକନକୁ ଦବାଇ ରଖନ୍ତୁ। ଆଉ ନିଜ ବନ୍ଧୁମାନଙ୍କ ପାଖକୁ ନିହାତି ଭାବରେ ସେୟାର କରନ୍ତୁ, ସେମାନେ ମଧ୍ୟ ନୂଆ ନୂଆ ଅପଡେଟ୍ ଭିଡ଼ିଓ ସର୍ବପ୍ରଥମେ ପାଇପାରିବେ। କନ୍ଧମାଳ, ଢେଙ୍କାନାଳ, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଏହି ଜିଲ୍ଲାମାନଙ୍କରେ ୟେଲୋ ୱାର୍ଣ୍ଣିଂ କରାଯାଇଛି। କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଏହାପରେ ଭଦ୍ରକ, ଅନୁଗୁଳ, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଏହି ଜିଲ୍ଲାମାନଙ୍କରେ ଭୀଷଣ ଶୀତ ହେବ। ମାଲକାନଗିରି, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ରାଉରକେଲା, ଏହାପରେ ଦେବଗଡ଼, ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗୀର ଏବଂ ଟିଟିଲାଗଡ଼, ଏହାପରେ ନୂଆପଡ଼ା ଏହି 21ଟି ଜିଲ୍ଲା ଏହି ଜିଲ୍ଲାମାନଙ୍କରେ ପ୍ରବଳ ଶୀତ ହେବାର ସମ୍ଭାବନା ରହିଛି। ଭିଡ଼ିଓକୁ ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖୁଛନ୍ତି ତାହେଲେ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଏବେ ପର୍ଯ୍ୟନ୍ତ ଭିଡ଼ିଓକୁ ଲାଇକ୍ କରିନାହାନ୍ତି ତାହେଲେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣମାନେ ନୂଆ ଆସିଛନ୍ତି, ସର୍ବପ୍ରଥମେ ଆସିଛନ୍ତି ତାହେଲେ ସବସ୍କ୍ରାଇବ୍ କରିକି ରଖନ୍ତୁ। ପାଖରେ ଥିବା ବେଲ୍ ଆଇକନକୁ ବଜାଇ ରଖନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ୍ ଭିଡ଼ିଓ ଆପଣମାନଙ୍କ ପାଖକୁ ସର୍ବପ୍ରଥମେ ପହଞ୍ଚି ପାରିବ। ରହିଲି, ଜୟ ଜଗନ୍ନାଥ। ନେକ୍ସଟ ଭିଡ଼ିଓ ପାଇଁ ଅପେକ୍ଷା କରନ୍ତୁ।